ଗୋଲାପ ଗଛ ମୋ ପାଖରେ ଯେତିକି ବି ପ୍ରକାର ଅଛି ବା ରଙ୍ଗ ଉପରେ ବି ଯେତିକି ଭେରାଇଟି ଅଛି, ସବୁଠୁ ମୋତେ ଏଇ ଫୁଲ ଗଛଟା ବହୁତ ପସନ୍ଦ। ତ ୟାର ମଦର ପ୍ଲାଣ୍ଟ ବି ଗୋଟେ ଅଛି, ଆଉ ଏଇଟା ହେଉଛି ବେବି ପ୍ଲାଣ୍ଟ। ତାର କିଛିଟା କଟିଂରୁ ଗ୍ରୋ କରିଥିଲି, ଯେଉଁଟାକି ଗୋଟେ ଛୋଟ କଣ୍ଟେନରରେ ମୁଁ ତାକୁ ଲଗେଇଛି। ୟାର ମଦର ପ୍ଲାଣ୍ଟ ଯେହେତୁ ଏବେ କଟିଂ ହେଇଥିଲା, ତ ସେଥିପାଇଁକା ତାକୁ ହାର୍ଟ ପ୍ରୋନ୍ କରାହେଇଥିଲା, ସେଥିପାଇଁକା ଏବେ ତାର ନୂଆ ନୂଆ ଗ୍ରୋଥ୍ ବାହାରୁଛି। ତ ଆଜି ତାର କଟିଂରୁ କେମିତି ଗ୍ରୋ କରେ, ତ ଚାଲନ୍ତୁ ଆଜି ଆପଣମାନଙ୍କୁ ଜଣେଇବି। ତାପରେ ଶେଷରେ ଯାଇକି ଜଣେଇବି ଏଇ ଫୁଲ ଗଛଟା ମୋର କ'ଣ ପାଇଁ ଏତେ ଖାସ୍। ତ ଏଇ ଗୋଲାପ ଗଛର ମୁଁ ଗୋଟେ ଗଣ୍ଠି ଭାଗ ଦେଖି ଡାଳ କାଟିଛି, ଆଉ ସେଥିରେ ରୁଟିଂ ପାଉଡ଼ର, ଯାହାକୁ ଆମେ ରୁଟେକ୍ସ ପାଉଡ଼ର କୁହନ୍ତି, ଚେରକୁ ଗ୍ରୋଥ୍ କରିବାରେ ସାହାଯ୍ୟ କରିଥାଏ ଯେଉଁ ପାଉଡ଼ର, ତ ସେଇ ପାଉଡ଼ର ଲଗେଇକି ଏଠି ମୁଁ ଡାଳଟା ପୋତି ଦେଇଛି ଗୋଟେ ଛୋଟ ସାଇଜ୍ର ଗ୍ରୋ ବ୍ୟାଗ୍ରେ। ପାଖାପାଖି 1ରୁ 1.5 ସପ୍ତାହ ଭଳିଆ ଲାଗିବ ଏଇ ଡାଳଟା ଲାଗିବା ପାଇଁ। ତାପରେ ମୋତେ ଗୋଟେ ସୁନ୍ଦର ଗଛଟେ ମିଳିଯିବ। ତାପରେ ମୁଁ ଏବେ ଆପଣମାନଙ୍କୁ କହିଦେଉଛି ଏ ଗଛଟା ମୋ ପାଇଁ ଏତେ ଖାସ୍ କ'ଣ ପାଇଁ। ତ ଏ ଗଛଟା ଗୋଟିଏ ଫୁଲ ଫୁଟିବ, କିନ୍ତୁ ତା ଦେହର ରଙ୍ଗ ଆପଣ 4ଟା ଦେଖିବାକୁ ପାଇବେ। ସମୟକ୍ରମେ ୟାର ରଙ୍ଗ ବଦଳିବା ସହିତ ବାସ୍ନା ବି ବହୁତ ଦେଇଥାଏ, ସେଥିପାଇଁ ବହୁତ ଭଲ।